ସାର୍ କ'ଣ କହିବେ ତଦନ୍ତରେ ଆସିଥିଲେ କ'ଣ ଦେଖିଛନ୍ତି? ଆଜି ଦିନ 10ଟା 10:30 ବେଳେ ଖଞ୍ଜା ସାହିର ଜଣେ ଅନ୍ତବାସୀ ଘରର ଆସିକି ରିପୋର୍ଟ ଦେଲେ ସେ ସେଠି ଭଡ଼ାରେ ରୁହନ୍ତି। ଯେ ସେ ଯେଉଁ ଘରେ ସେ ଭଡ଼ା ରୁହନ୍ତି ତାଙ୍କର ଉପର ଘରେ ଫ୍ଲୋରରେ ତାଙ୍କ ତଳ ଘରେ ଯେ ମାଲିକ ରହୁଥିଲେ ତାଙ୍କ ଝିଅ ଜଳି ପୋଡ଼ି ପଡ଼ିଛନ୍ତି। ତୁରନ୍ତ ରେସ୍କ୍ୟୁ କିମ୍ବା ଆସିକି ଦେଖିବା ପାଇଁ ବୋଲି କହିଥିଲେ। ତୁରନ୍ତ ଆମ ଷ୍ଟାଫ୍ ଆସିକି ପହଞ୍ଚିଥିଲେ। ଏଠି ଦେଖାଗଲା ଯେ 24 ବର୍ଷିଆ ଝିଅ ଶୁଭ୍ରା ସାମଲ, ତାଙ୍କ ବାପା ହେଲା ବିଷ୍ଣୁଚରଣ ସାମଲ। ଝିଅଟା +3 ଫାଇନାଲ ପିଜି ବଟନୀରେ ପଢ଼େ ଏବଂ ଆଜି ତାଙ୍କ ଉପର ଟପ୍ ଫ୍ଲୋର ଯେଉଁ ସିଡ଼ି ରୁମ୍ ଅଛି ସେ ରୁମ୍ରେ ନିଜକୁ ଦେହରେ କିରୋସିନ କିମ୍ବା କୌଣସି ଟାର୍ପଲିନ୍ ଢାଳି ପୋଡ଼ି ଯାଇଥିବାର ଜଣାପଡ଼ୁଛି। ବର୍ତ୍ତମାନ ଆମେ ଏ ମାମଲାର ଅପମୃତ୍ୟୁ ମାମଲାଟେ କରୁଛୁ। ପୋଷ୍ଟମର୍ଟମ କଲା ପରେ ଜଣାପଡ଼ିବ। ଆଉ ସ୍ପଟକୁ ସାଇଣ୍ଟିଫିକ୍ ଟିମ୍ ଏବଂ ଅନ୍ୟ ଅଫିସର ମାନଙ୍କ ଆସିକି ତଦନ୍ତ ଜାରି ରହିଛି। सर এটা হত্যা ହେଇଥିବ ନା ନାଇଁ, ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଟରେ ସେମିତି କିଛି ମାର୍କ ଅଫ୍ ଭାଇଲେନ୍ସ ନାହିଁ। ଆଉ ଯାହା ଜଳାପୋଡ଼ା ଜିନିଷ ପଡ଼ିଛି ଏଇଟା ଘରୋଇ ଜିନିଷ ହିଁ ଅଛି। ନିଜର ୱେରିଂ ଆପାରେଲ ଏବଂ ତାଙ୍କ ସାଇଡ଼୍ ଗୋଟେ ମଶାରୀ ଥିଲା ଏବଂ ପାଖରେ ଗୋଟେ ସେ କିରୋସିନ ବୋଟଲ ବି ଥିଲା ଏବଂ ଦିଆସିଲି ବି ବାହାରିଛି। ତାଙ୍କର କେଉଁ ମାନସିକ ସ୍ଥିତି ଥିଲା କ'ଣ ଥିଲା ସେଇ ଉପରେ ତଦନ୍ତ ହେଲା ପରେ ଜଣାପଡ଼ିବ।